ଟଙ୍କାର ପ୍ରତ୍ୟେକ ଟଙ୍କାର ହିସାବ ମଗା ହବ ହାଉସରେ ସବୁ ପ୍ରସ୍ତୁତି ଅଛୁ ପ୍ରତ୍ୟେକ ଗୋଟେ ଗୋଟେ ଟଙ୍କାର ହିସାବ ମଗା ହବ ଯେହେତୁ ଏଇଟା ଆମର ଓଡ଼ିଆଙ୍କର ଟଙ୍କା ଯେତେବେଳେ ଲାଗିଛି ଆମ ଲୋକାଲ ଲୋକଙ୍କର ଟଙ୍କା ଲାଗିଛି ତାର ଆଉଟପୁଟ୍ ଠିକ ଭାବରେ ଆସିବା ଦରକାର ଓଡ଼ିଆ ମାନଙ୍କୁ ବି ସୁଯୋଗ ମିଳିବା ଦରକାର ଯଦି 2 ଦିନ ଏକ୍ସଟେନସନ ର ଥିଲା ତ ଆଗରୁ ବି କହିପାରିଥାନ୍ତେ ଖାଲି ଭୁବନେଶ୍ୱର ଲୋକ ଆସୁଛନ୍ତି ଅଲଗା ଜିଲ୍ଲାର ଲୋକ ଆସିପାରିଲେ ସେମାନଙ୍କୁ ବି ସୁଯୋଗ ଦେଇଥାନ୍ତେ ଆଗରୁ ପ୍ରଚାର ପ୍ରସାର ଠିକ ଭାବରେ ହେଇପାରିଲା ନାହିଁ ନହେଲେ ଲୋକ ଆସିକି ବି ଦେଖିଥାନ୍ତେ କଣ କେମିତି ହଉଛି ସବୁ ଜିନିଷର ଅନୁଭବ କରିପାରିଥାନ୍ତେ ଏଇଟା ଗୋଟେ ଭଲ ଲର୍ଣ୍ଣିଂ ଏକ୍ସପିରିଏନ୍ସ ହେଇଥାନ୍ତା ତ ପ୍ରତ୍ୟେକ ଜିନିଷର ଆମେ ପ୍ରଶ୍ନ ନିଶ୍ଚୟ କରୁ ଦେଖନ୍ତୁ ପିପିଟି ଟା ମୁଁ ଏହା କହିବି କି ୱାନ୍ସ ଇନ୍ ଆ ଲାଇଫ ଟାଇମ ଅପରଚ୍ୟୁନିଟି ବହୁତ ଦୁଃଖ ଲାଗିଲା ମୁଁ ମଧ୍ୟ ମୋର କଟକ ବାରବାଟୀ କନଷ୍ଟିଟ୍ୟୁଏନ୍ସି ରିପ୍ରେଜେଣ୍ଟ କରିକି ମୋ ଲୋକଙ୍କ ପାଇଁ ମୁଁ ସେଠି ପହଞ୍ଚିଥିଲି ବହୁତ ପ୍ରବାସୀଙ୍କ ସାଙ୍ଗେ ଭେଟିଲି କିନ୍ତୁ ମତେ ଲାଗିଲା କି ଏଟାକୁ ବହୁତ ବଡ ଆକାରରେ ଆହୁରି କରିପାରିଥାନ୍ତି ଅଲଗା ଅଲଗା ରାଜ୍ୟରେ ଯୋଉଠି ହେଇଛି ପିବିଟି ତାଙ୍କ ସାଙ୍ଗରେ ବି ଇଣ୍ଟରାକ୍ଟ କଲି ସେଇଠି କୁଆଡେ 5-6 ମାସ ପୂର୍ବରୁ ପ୍ରିପାରେସନ ଆରମ୍ଭ ହୁଏ ଆମେ ବି କରିପାରିଥାନ୍ତୁ ତାକୁ ସାଙ୍ଗରେ ଯୋଉ ଟୁରିଜମ ଆଉ ଇନଭେଷ୍ଟମେଣ୍ଟ ଅପରଚ୍ୟୁନିଟି ବଢେଇବାର କର୍ତ୍ତବ୍ୟ ଥିଲା ସେଟା ମଧ୍ୟ ହେଇପାରିଲା ନାହିଁ ଟୁରିଷ୍ଟ ବିଶେଷ ଆସିଲେ ନାହିଁ ବୁଲିଲେ ନାହିଁ ଆମର ରାଜ୍ୟରେ ଅଲଗା ଜାଗାକୁ ବିଶେଷ ଗଲେ ନାହିଁ ତାର ଷ୍ଟାଟିଷ୍ଟିକ୍ସ ଆମ ପାଖରେ ଅଛି ଆଉ ଯୋଉ ଇନଭେଷ୍ଟମେଣ୍ଟର ବହୁତ ସ୍କୋପ ଥିଲା ଯଦି ଆଉ ଟିକେ ଆଗରୁ ପ୍ରିପେୟାର କରିଥାନ୍ତେ ପ୍ରତ୍ୟେକ ଏମଏଲଏ କୁ କନଷ୍ଟିଟ୍ୟୁଏନ୍ସିରେ ଇନଭଲ୍ଭ କରିଥାନ୍ତେ କନଷ୍ଟିଟ୍ୟୁଏନ୍ସିରୁ ବି ଆମେ ଆୱାରନେସ୍ କରିଥାନ୍ତେ ସଜେଇଥାନ୍ତେ କନଷ୍ଟିଟ୍ୟୁଏନ୍ସିକୁ ଠିକ ଭାବରେ ତା ସାଙ୍ଗରେ ଯୋଉ ଇନଭେଷ୍ଟର ଗୁଡାକ ଆମର ରାଜ୍ୟରେ ବି ଯୋଉ ଲୋକାଲ ଅଛନ୍ତି ସମସ୍ତେ ତାଙ୍କ ସାଙ୍ଗରେ ବି ଯଦି ଇନଭେଷ୍ଟର ପ୍ରୋଗ୍ରାମ ମିଟ୍ ଗୁଡା ରଖିଥାନ୍ତେ ତ ମେ ବି ସେ ପ୍ରବାସୀ ମାନେ ବି ଜାଣିପାରିଥାନ୍ତେ ଓଡ଼ିଶାରେ କେତେ ପୋଟେନସିଆଲ ଅଛି ଆଉ ସେଠି ଇନଭେଷ୍ଟ ବି କରିଥାନ୍ତେ ୟୁଥ ମାନଙ୍କୁ ବି ଯଦି ଇନଭଲ୍ଭ କରିପାରିଥାନ୍ତେ କାରଣ ଏଇଟା ୟାର ଥିମ୍ ଥିଲା ୟୁଥ ପ୍ରବାସୀ ଦିବସ କିନ୍ତୁ ଆମେ ଓଡ଼ିଶାର ୟୁଥ କାହାକୁ ଦେଖିବାକୁ ପାଇଲୁ ନାହିଁ ତ ବହୁତ ବଡ ଆକାରରେ ବହୁତ ଭଲ ସୁଯୋଗ ଥିଲା ଯୋଉଟା କି ହାତଛଡା କରିଦେଲେ ବୋଲି ମୁଁ ଭାବୁଛି ଆଗାମୀ ଦିନରେ ଜଣା ପଡିବ ଦେଖନ୍ତୁ ଆଗାମୀ ଦିନରେ ଜଣା ପଡିବ ଆମେ ଏବେ ବି ଆଶାବାଦୀ ଅଛୁ ଆମେ ଏବେ ବି ଆଶା କରୁଛୁ କି ଆଟଲିଷ୍ଟ ଇନଭେଷ୍ଟମେଣ୍ଟ ଆମର ହଉ ଓଡ଼ିଶାରେ ଏଇ ପ୍ରବାସୀ ଭାରତୀୟ ମାଧ୍ୟମରେ ଆଗକୁ ଆମେ ଜାଣିବାକୁ ପାଇବୁ ପ୍ରକୃତରେ ଇନଭେଷ୍ଟମେଣ୍ଟ କିଛି ଆସୁଛି କି ଆସୁନାହିଁ ଟଙ୍କାର ପ୍ରତ୍ୟେକ ଟଙ୍କାର ହିସାବ ମଗା ହବ ହାଉସରେ ସବୁ ପ୍ରସ୍ତୁତି ଅଛୁ ପ୍ରତ୍ୟେକ ଗୋଟେ ଗୋଟେ ଟଙ୍କାର ହିସାବ ମଗା ହବ ଯେହେତୁ ଏଇଟା ଆମର ଓଡ଼ିଆଙ୍କର ଟଙ୍କା ଯେତେବେଳେ ଲାଗିଛି ଆମ ଲୋକାଲ ଲୋକଙ୍କର ଟଙ୍କା ଲାଗିଛି ତାର ଆଉଟପୁଟ୍ ଠିକ ଭାବରେ ଆସିବା ଦରକାର ଓଡ଼ିଆ ମାନଙ୍କୁ ବି ସୁଯୋଗ ମିଳିବା ଦରକାର ଯଦି 2 ଦିନ ଏକ୍ସଟେନସନ ର ଥିଲା ତ ଆଗରୁ ବି କହିପାରିଥାନ୍ତେ ଖାଲି ଭୁବନେଶ୍ୱର ଲୋକ ଆସୁଛନ୍ତି ଅଲଗା ଜିଲ୍ଲାର ଲୋକ ଆସିପାରିଲେ ସେମାନଙ୍କୁ ବି ସୁଯୋଗ ଦେଇଥାନ୍ତେ ଆଗରୁ ପ୍ରଚାର ପ୍ରସାର ଠିକ ଭାବରେ ହେଇପାରିଲା ନାହିଁ ନହେଲେ ଲୋକ ଆସିକି ବି ଦେଖିଥାନ୍ତେ କଣ କେମିତି ହଉଛି ସବୁ ଜିନିଷର ଅନୁଭବ କରିପାରିଥାନ୍ତେ ଏଇଟା ଗୋଟେ ଭଲ ଲର୍ଣ୍ଣିଂ ଏକ୍ସପିରିଏନ୍ସ ହେଇଥାନ୍ତା ତ ପ୍ରତ୍ୟେକ ଜିନିଷର ଆମେ ପ୍ରଶ୍ନ ନିଶ୍ଚୟ କରୁ